ଯେହେତୁ ଏବେ ଆମ୍ବ ସିଜନ୍ ତ ଦେଖିବେ ଘରେ ଘରେ ଆମ୍ବ ପ୍ରଚୁର ମାତ୍ରାରେ ଥିବ। କିନ୍ତୁ ଆମ୍ବ ଯଦି କଞ୍ଚା ଆମ୍ବ ଅଛି ନା, ଏଇ ରେସିପିଟି ଆପଣମାନେ ଘରେ ବନାନ୍ତୁ ଦେଖିବେ। ଥରେ ବନେଇବେ ଗୋଟେ ବର୍ଷ ପର୍ଯ୍ୟନ୍ତ ରଖିକି ଖାଇବେ, ଏତେ ଇଏ ସ୍ୱାଦିଷ୍ଟ ପୁରା ଚଟପଟା ଆଚାର ରେସିପିଟି ଆଜି ଆପଣମାନଙ୍କୁ ମୁଁ ସେୟାର କରିବି। ଆଜି ଆମେ ପ୍ରସ୍ତୁତ କରିବା ବ୍ରହ୍ମପୁରର ଫେମସ୍ ଆଚାର ରେସିପି। ତ ଆମ୍ବ କୋରା ଆଚାର। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି ଆଉ ଖାଇବାକୁ ପୁରା ଟେଷ୍ଟି ବି ଲାଗିବ। ତ ଦେଖିବେ କେତେବେଳେ ପଖାଳ କଂସାଏ ଖାଇଯିବେ ଅଳ୍ପ ଟିକେ ଆଚାରରେ, ଜାଣି ହିଁ ପାରିବେନି ଏତେ ଇଏ ସ୍ୱାଦିଷ୍ଟ ରେସିପି। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ଜାଣିପାରିବେ କେମିତି କ'ଣ ବନୁଛି। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନେଇବେ ଯଦି ପରଫେକ୍ଟ ବନିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ କିଛି ଆମ୍ବ ନେବା। ତ ଦେଖନ୍ତୁ ଏଠି ମୁଁ କିଛି ଆମ୍ବ ନେଇଛି, ତ ମୁଁ ଆଜି ଦୁଇଟା ଆମ୍ବରେ ହିଁ ଆଚାର ପ୍ରସ୍ତୁତ କରିବି। ତ ପ୍ରଥମେ ଆମ୍ବକୁ ମୁଁ ଏଠି ଭଲସେ କ୍ଲିନ୍ କରି ଧୋଇ ଦେଇଛି, ଦୁଇଟା ଯାକ ଆମ୍ବକୁ ପୁଣି ଥରେ ପୋଛି ଦେଇଛି ଆମ୍ବକୁ ଏଠି ମୁଁ। ତ ଏବେ କ'ଣ କରିବା, ଆମ୍ବର ମୁଣ୍ଡି ପାର୍ଟସକୁ ଆମେ କଟିଂ କରିଦେବା। ତ ଦେଖନ୍ତୁ ଏଇ ପ୍ରୋସେସ୍ରେ ଆମ୍ବର ମୁଣ୍ଡି ପାର୍ଟସକୁ କଟିଂ କରିଦେବେ। ଆପଣମାନେ ଛୋଟ ବଡ଼ ଆମ୍ବ ଆପଣମାନେ ପସନ୍ଦ ଅନୁସାରେ ଏଠି ନେଇପାରିବେ। ଛୋଟ ଆମ୍ବରେ ବି ବନେଇ ପାରିବେ ଆଉ ବଡ଼ ଆମ୍ବରେ ବି ବନେଇ ପାରିବେ। ତ ପୁଣି ଏବେ ଚାଲନ୍ତୁ ଆମେ ଏବେ ଆଳୁ ଚଞ୍ଚା ସାହାଯ୍ୟରେ ବା କୋରା ସାହାଯ୍ୟରେ ତାର ଚୋପାକୁ ଆମେ ବାହାର କରିଦେବା ଏଇ ପ୍ରୋସେସ୍ରେ। ତ ଦେଖିବେ ଯଦି ଆଳୁ ଚଞ୍ଚାରେ ଯଦି ବାହାର କରି ଚୋପାକୁ ନା ଜଲ୍ଦି ବାହାରିଯିବ। ଆପଣମାନେ ଚାହିଁଲେ ପନିକିରେ ବି ଏଇ ଚୋପାକୁ ବାହାର କରିପାରିବେ। ତ ସେମ୍ ପ୍ରୋସେସ୍ରେ ନା ଆମେ ଦୁଇଟା ଜାଗା ଆମ୍ବର ଚୋପାକୁ ଆମେ ବାହାର କରିଦେବା। ତ ଦେଖନ୍ତୁ ଏଠି ଆମ୍ବର ଚୋପାକୁ ଆମେ ବାହାର କରିଦେଇଛନ୍ତି। ତ ଏବେ ଆମେ କ'ଣ କରିବା ନା ଗୋଟେ ଗ୍ରେଟର୍ ନେବା। ଗ୍ରେଟର୍ ସାହାଯ୍ୟରେ ଆମେ ଆମ୍ବକୁ କୋରିଦେବା। ଆପଣମାନଙ୍କ ପାଖରେ ଯଦି ଏଠି ପନିକି ଅଛି, କୋରା ପନିକି, ତାହେଲେ ବି କୋରିପାରିବେ। ଏମିତିରେ ଆପଣମାନେ ଚାହିଁଲେ ଆକୁ ମିକ୍ସରରେ ବି ଦେଖିବେ ଦରକୁଟା ଗ୍ରାଇଣ୍ଡିଙ୍ଗ କରିବି ଆମ୍ବ ଆଚାରଟି ବନେଇ ପାରିବେ। ନହେଲେ ଛୋଟ ଛୋଟ ପିସେସ୍ରେ କଟିଂ କରିବି ଆମ୍ବ ଆଚାରଟି ପ୍ରସ୍ତୁତ କରିପାରିବେ। ତ ଏଠି ମୁଁ ନେଇଛି ଗୋଟେ କୋରା, ସେଇ କୋରାରେ ମୁଁ କୋରିଛି ବା ଗ୍ରେଟରରେ ମୁଁ କୋରି ଦେଇଛି ଏଠି। ତ ଦେଖନ୍ତୁ ଏଇ ପ୍ରୋସେସ୍ରେ କୋରିକିରି ଆମେ ସବୁ ରେଡ଼ି କରିଦେବା। ତ ସବୁତକ ମୁଁ ଏଠି ଦୁଇଟା ଯାକ ଆମ୍ବକୁ ଏଠି ମୁଁ କୋରିକିରି ଦେଖନ୍ତୁ ଗୋଟେ ପ୍ଲେଟ୍ରେ ରଖିଦେଇଛି। କେତେ ସୁନ୍ଦର ଦେଖାଯାଉଛି ନା। ତ ପତଲା ପତଲା ପିସେସ୍ରେ ପୁରା କୋରି ହେଇଛି ଆମ୍ବଟି। ତ ଏବେ ଚାଲନ୍ତୁ ତା'ର ସ୍ପେଶାଲ୍ ମସଲା ବନେଇବା। ସ୍ପେଶାଲ୍ ମସଲାରେ ଏଠି ମୁଁ ନେଇଛି ଅଳ୍ପ ଟିକେ ସୋରିଷ ନେଇଛି, ପୁଣି ଜିରା ନେଇଛି, ଧନିଆ ନେଇଛି, ପୁଣି ପାନମଧୁରୀ ନେଇଛି। ତ ଆପଣମାନେ ଚାହିଁଲେ ଏଠି ଶୁଖିଲା ଲଙ୍କା ବି ଏଡ଼୍ କରିପାରିବେ। ଏଠି ମୁଁ ଶୁଖିଲା ଲଙ୍କାକୁ ସ୍କିପ୍ କରିଦେଇଛି। ତ ଯେହେତୁ ଆଗକୁ ମୁଁ କଞ୍ଚା ଲଙ୍କା ଏଡ଼୍ କରିବି, ସେଇଥିପାଇଁ ଏଠି ମୁଁ ସ୍କିପ୍ କରିଛି ଶୁଖିଲା ଲଙ୍କାକୁ। ଟିକେ ହାଲକା ଭାଜିଦେବା, ଯେମିତି ଗୋଟେ ଛୋଟ ଛୋଟ ଆବାଜ ହେବ ସେ ପର୍ଯ୍ୟନ୍ତ ଭାଜି ମିକ୍ସରରେ ଆକୁ ଗ୍ରାଇଣ୍ଡିଙ୍ଗ କରି ସାଇଡ଼୍ରେ ରଖିଦେବା ମସଲାକୁ। ପୁଣି ଦେଖନ୍ତୁ ଅଳ୍ପ ଟିକେ ମୁଁ ଏଇଥିରେ ନେଇଛି କଞ୍ଚା ଲଙ୍କା, ପୁଣି ରସୁଣ ନେଇଛି। ତ କଞ୍ଚା ଲଙ୍କା ରସୁଣକୁ ଟିକେ ଦରଦରା କରିକିରି ଆମେ ବା ଖଦରା କରିକିରି ଆକୁ ଆମେ ଗୋଟେ ପେଷ୍ଟ ପ୍ରସ୍ତୁତ କରିଦେବା। ତ ଦେଖନ୍ତୁ ପୁରା ପେଷ୍ଟ ବନେଇବେନି, କେବଳ ଖଦରା ପେଷ୍ଟ ବନେଇବେ। ତ ସେଥି ଭିତରେ ସୋରିଷ ତେଲ ବି ଆମର ଗରମ ହେଇସାରିଲାଣି। ତ ତେଲ ଟିକେ ଗରମ ହେଇସାରିବା ପରେ, ହାଲକା ଗରମ ଥିବ, ଆମେ ଗୋଟେ ଭେସିନ୍କୁ ବାହାର କରିଦେବା ବା ବାଉଲକୁ ବାହାର କରିଦେବା। ସେଇଥିରେ ଆମେ ଏଡ଼୍ କରିଦେବା ଏଇ କଞ୍ଚା ଲଙ୍କା ରସୁଣକୁ। ଯେହେତୁ ହାଲକା ଟିକେ ତେଲ ଗରମ ଅଛି, ସେଇଥିରେ ଏଡ଼୍ କରିଦେଲେ ତାର ହାଲକା କଞ୍ଚା ସ୍ମେଲ୍ଟା ପଳେଇବ। ତ ପୁଣି ଥରେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ତ ଦେଖନ୍ତୁ ଏଇ ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ। ମିକ୍ସ କରିସାରିବା ପରେ ଯାହା ବି ଆପଣମାନେ ଚାହିଁବେ ଏଠି ମସଲା ଏଡ଼୍ କରିପାରିବେ। ଯେହେତୁ ମୁଁ ଏଠି କଞ୍ଚା ଲଙ୍କା ଏଡ଼୍ କରିଛି, ତ ମୁଁ ଅଳ୍ପ ଟିକେ ହିଁ ଲାଲ ଲଙ୍କାଗୁଣ୍ଡ ଏଡ଼୍ କରିଛି। ପୁଣି ସେଇଥିରେ ଯେଉଁ ସ୍ପେଶାଲ୍ ମସଲାକୁ ଆମେ ଗୁଣ୍ଡ କରିକି ରଖିଥିଲେ, ସେଇ ମସଲାକୁ ସେଥିରେ ଏଡ଼୍ କରିଦେବା। ଯେତିକି ଆପଣମାନେ ଆମ୍ବରେ ଆଚାର ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ସେଇଥିରେ ରାଗ ପୁଣି ଲୁଣ ଏଡ଼୍ କରିବେ। ତ ଏବେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ପୁଣି ଥରେ ଭଲସେ ଟିକେ ଚାମଚ ସାହାଯ୍ୟରେ ଆକୁ ମିକ୍ସ କରିଦେବା। ଆପଣମାନେ ଯଦି ଅଧିକ ରାଗ ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଆପଣମାନେ ଏଠି କଞ୍ଚା ଲଙ୍କା ଯେହେତୁ ମୁଁ ଏଡ଼୍ କରିଛି, ସେଇଥିପାଇଁ ମୁଁ ଅଳ୍ପ ଟିକେ ହିଁ ଲଙ୍କାଗୁଣ୍ଡ ଏଡ଼୍ କରିଛି। ଆପଣମାନେ ଚାହିଁଲେ ଅଧିକା ଲଙ୍କାଗୁଣ୍ଡ ବି ଏଡ଼୍ କରିପାରିବେ। ଆଉ ଏଠି ମୁଁ ସୋରିଷ ତେଲକୁ ଗରମ କରି ଏଡ଼୍ କରିଛି। ଆପଣମାନେ ଚାହିଁଲେ ରିଫାଇନ୍ ତେଲରେ ବି ବନେଇ ପାରିବେ ଏ ରେସିପିଟି। ତ ଏବେ ଆମେ ଭଲସେ ମିକ୍ସ କରିଦେବା। ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଲା, ବହୁତ ବଢ଼ିଆ ପୁରା କଲର୍ ବି ଆସିଗଲା। ତ ଆମେ ଯେଉଁ ଆମ୍ବକୁ କୋରିକି ରଖିଥିଲେ ନା, ସେ ଆମ୍ବକୁ ଭଲସେ ଟିକେ ଦେଖନ୍ତୁ ଏଇ ପ୍ରୋସେସ୍ରେ ଟିକେ ଚିପୁଡ଼ି ଦେବା, ଯେମିତି ଆମ୍ବର ପାଣି ଗୁଡ଼ାକ ବାହାରି ପଡ଼ିବ। ତ ଯେହେତୁ ଆମେ ଗୋଟେ ବର୍ଷ ପର୍ଯ୍ୟନ୍ତ ଆକୁ ଷ୍ଟକ୍ ରଖିବା, ତ ଆମ୍ବର ପାଣି ଗୁଡ଼ା ଯଦି ସେଥିରେ ଯିବ ଦେଖିବେ ଜଲ୍ଦି ଖରାପ ହେଇଯିବ। ତ ସେଇଥିପାଇଁ ଆମ୍ବର ପାଣି ଗୁଡ଼ାକୁ ଏଇଭଳି ପ୍ରୋସେସ୍ରେ ଟିକେ ଆମେ ଚିପୁଡ଼ିକିରି ଆମ୍ବ ଗୁଡ଼ାକୁ ସେଇଥିରେ ଏଡ଼୍ କରିଦେବା। ତ ସେମ୍ ପ୍ରୋସେସ୍ରେ ସବୁ ଆମ୍ବକୁ ଚିପୁଡ଼ିକି ଆମେ ବାହାର କରିସାରିଛନ୍ତି। କେତେ ଗୁଡ଼ା ପାଣି ବାହାରିଲା ଦେଖନ୍ତୁ। ଏଇ ପାଣିରେ ଆପଣମାନେ ଏଠି
ପଣା ବନେଇକିରି ପିଇ ପାରିବେ, ନହେଲେ ଚାହିଁଲେ ଚାରୁ ବି ବନେଇ ପାରିବେ। ତ ଆକୁ ଆମେ ସାଇଡ଼ରେ ରଖିଦେବା, ପୁଣି ଥରେ ଭଲସେ ଟିକେ ମିକ୍ସ କରିଦେବା। ତ ଦେଖନ୍ତୁ ଏଇ ପ୍ରୋସେସ୍ରେ ମିକ୍ସ କରିଦେବେ। ତ ଏବେ ଆମେ ଏଡ଼୍ କରିଦେବା ସେଥିରେ, ମୁଁ ହାଫ୍ ଗିନା ଗୋଟେ ଛୋଟ ଗିନାରେ ହାଫ୍ ଗିନା ଭିନେଗାର ଏଡ଼୍ କରିଛି। ଯେହେତୁ ଆମେ ଗୋଟେ ବର୍ଷ ପର୍ଯ୍ୟନ୍ତ ରଖିବା ଆଉ ସଙ୍ଗେ ସଙ୍ଗେ ଆଚାର ବନେଇକିରି ବୋଟଲରେ ଏଡ଼୍ କରିଦେବା, ତ ଭିନେଗାର ତ ନିଶ୍ଚୟ ଅଛି, ଯଦି ଆପଣଙ୍କ ପାଖରେ ଏଡ଼୍ କରନ୍ତୁ, ନହେଲେ ଖରାରେ ବି ଶୁଖେଇକିରି ଆପଣମାନେ ଏଠି ରଖିପାରିବେ। କିନ୍ତୁ ଦେଖିବେ ତେଲର କ୍ୱାଣ୍ଟିଟି ଯଦି ଅଧିକା ଟିକେ ଥିବ ନା, ଆଚାର କେବେ ବି ଖରାପ ହେବନି। ତ ମଝି ମଝିରେ ଆପଣମାନେ ବର୍ଷରେ ଥରେ ଦୁଇଥର ଟିକେ ଟିକେ ଶୁଖେଇ ଦେଉଥିବେ। ତ ଦେଖନ୍ତୁ ପରଫେକ୍ଟ ଆମର ଆଚାର ବନେଇକିରି ଏବେ ରେଡ଼ି ବି ହେଇସାରିଲାଣି। ଆପଣମାନେ ଏ ଆଚାରକୁ ମାନେ ଫଟାଫଟ ବନେଇକିରି ବି ଖାଇପାରିବେ। ପୁରା ଦେଖନ୍ତୁ କେତେ ବଢ଼ିଆ ସୁନ୍ଦର ପୁରା କଲର୍ ବି ଆସିଛି, ଆଉ ପରଫେକ୍ଟ ଆମର ଆଚାର ବନେଇକିରି ପୁରା ରେଡ଼ି ହେଇସାରିଲାଣି। ତ ଏବେ ଚାଲନ୍ତୁ ନା ଆମେ ଗୋଟେ ବୋଟଲକୁ ଏଡ଼୍ କରିଦେବା। ସବୁବେଳେ ଭଲ ସଫା ସୁତରା ବୋଟଲ ଏଡ଼୍ କରିବେ, ଖରାରେ କିଛି ସମୟ ଶୁଖେଇ ଦେବେ, ପୁଣି ଥରେ ବୋଟଲରେ ଆମେ ଆଚାର ଭରିଦେବା। ତ ମୁଁ ଏଠି ଖରା କିଛି ସମୟ ଶୁଖେଇ ଦେଇଥିଲି ଧୋଇକିରି, ପୁଣି ଥରେ ଆଚାରକୁ ଦେଖନ୍ତୁ ଭରୁଛି। ତ ଦେଖନ୍ତୁ ଫାଇନାଲି ଆମର ଆଚାର ରେସିପି ପ୍ରସ୍ତୁତ ହେଇସାରିଛି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ଯଦି এই ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିଶ୍ଚୟ ଟ୍ରାଏ କରନ୍ତୁ। ତ ଦେଖନ୍ତୁ ମୁଁ ଆଚାର ପୁରା ବୋଟଲରେ ଭରିଦେଇଛି, ଆଉ କେତେ ସୁନ୍ଦର ବି ଦେଖାହେଉଛି। ପୁରାପୁରି ମାର୍କେଟ ଷ୍ଟାଇଲର ଆଚାର ବନିକି ପୁରା ରେଡ଼ି ହେଇସାରିଛି। ତ ଏଇ ବ୍ରହ୍ମପୁର ଫେମସ୍ ଆଚାରଟି ଘରେ ବନାନ୍ତୁ, ଦେଖିବେ ସ୍ୱାଦ ହିଁ ଭୁଲି ପାରିବେନି। ଆଉ ଗୋଟେ ଥର ବନେଇବେ, ପୁଣି ଥରେ ଆଉ ଥରେ ଆମ୍ବ ସିଜନ୍ ଆସିଲା ପର୍ଯ୍ୟନ୍ତ ଆଚାରକୁ ଆପଣମାନେ ଖାଇପାରିବେ। ତ ଫାଇନାଲି ଆମର ଆଚାର ରେସିପି ପ୍ରସ୍ତୁତ ହେଇଯାଇଛି। ଗୋଟେ ଗିନାକୁ ବି ବାହାର କରି ଆପଣମାନଙ୍କୁ ଦେଖେଇ ଦେଉଛି। କ୍ୟାମେରା ସାମ୍ନାରେ ବି ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି। ଆଉ ଦେଖୁ ଦେଖୁ ଏତେ ଚଟପଟା ଏତେ ଟେଷ୍ଟି ଆଚାରଟି ନା, ତାର ସ୍ମେଲ୍ ବହୁତ ବଢ଼ିଆ ଆସୁଛି। ଯେହେତୁ ଏଥିରେ ଆମେ ହାଲକା ଭାଜିକି ମସଲା, ସ୍ପେଶାଲ ମସଲା ଏଡ଼୍ କରିଛନ୍ତି, ତ ଦେଖିବେ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।